ଯେତେ ସବୁ ଡାଲି ଆପଣ ଖାଉଛନ୍ତି ମୁଗ ଡାଲିଟା ଆପଣଙ୍କୁ ଶସ୍ତାରେ ମିଳିଯାଏ। ଆଜି ଆପଣ ମୁଗ ଡାଲି ଖାଇବାର ଏମିତି ଗୋଟିଏ ଉପାୟ ବିଷୟରେ ଜାଣିବେ ଯେଉଁଥିରେ ଆପଣଙ୍କ ପେଟ ବହୁତ ଭଲ ଭାବରେ ସଫା ବି ହେଇପାରିବ, ଆପଣଙ୍କ ଶରୀରକୁ ଶକ୍ତି ବି ମିଳିପାରିବ, ଆହୁରି ଅନେକ ପ୍ରକାର ଫାଇଦା ଆପଣଙ୍କୁ ମିଳିପାରିବ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏ ଭିଡିଓ ଆଉ ଜାଣିବା ମୁଗ ଡାଲିକୁ କେମିତି ଉପାୟରେ ଆପଣ ଖାଇବେ। କେଉଁ ଉପାୟରେ ଖାଇବେ ସେଇ କଥା ଆଗକୁ ଏଇ ଭିଡିଓରେ ଜାଣିବେ, କିନ୍ତୁ ଫାର୍ଷ୍ଟ ଆପଣ ଜାଣନ୍ତୁ ଯେ ମୁଗ ଡାଲିରେ ଆପଣଙ୍କୁ ମିଳେ କ'ଣ କ'ଣ। ମୁଗ ଡାଲିରେ ଆପଣଙ୍କୁ ଭିଟାମିନ୍ B6 ମିଳିଥାଏ ବହୁତ ଅଧିକ। ଭିଟାମିନ୍ ସି ର ମାତ୍ରା ବି ମୁଗ ଡାଲିରେ ଅଛି। ପ୍ଲସ୍ ଏଥିରେ ଆପଣଙ୍କୁ ଆଇରନ୍ ବି ଭରପୁର ମାତ୍ରାରେ ମିଳିଯିବ, କାରଣ ମୁଗ ଡାଲିର ଚୋପା ଆପଣମାନେ ଯେହେତୁ ଗ୍ରୀନ୍ ଦେଖୁଛନ୍ତି, ତ ଯଦି ଗ୍ରୀନ୍ ଚୋପା କୌଣସି ଡାଲି ଆପଣ ଖାଆନ୍ତି ଏଥିରେ ଆପଣଙ୍କୁ ଆଇରନ୍ ବହୁତ ଅଧିକ ମିଳେ। କ୍ୟାଲସିୟମ ଏଥିରେ ବହୁତ ଅଧିକ ରହିଛି, ମ୍ୟାଗ୍ନେସିୟମ ବି ଆପଣଙ୍କୁ ମିଳିଯିବ, ପୋଟାସିୟମ ବି ରହିଛି, ବହୁତ ସାରା ଫାଇबर ରହିଛି ମୁଗ ଡାଲିରେ। ତ ଏଥିରେ କ'ଣ କ'ଣ ଆପଣଙ୍କୁ ଫାଇଦା ମିଳିବ, ହେଲ୍ଥ ବେନିଫିଟ୍ସ କ'ଣ ସବୁ ରହିଛି, ପ୍ରଥମେ ସେଇ ବିଷୟରେ ଆପଣ ଭଲ ଭାବରେ ଜାଣି ନିଅନ୍ତୁ। ଫାର୍ଷ୍ଟ ହେଲା ଯେ ଫାଇबर ଏଥିରେ ଆପଣଙ୍କୁ ବହୁତ ଅଧିକ ମିଳେ। ଫାଇबर ବହୁତ ଅଧିକ ଥିବାରୁ ମୁଗ ଡାଲି ଆପଣଙ୍କ ପେଟରେ ଥିବା ମଇଳାକୁ ବାହାର କରିବାରେ ବହୁତ ସାହାଯ୍ୟ କରେ। ଆପଣଙ୍କର ଯଦି କୋଷ୍ଠକାଠିନ୍ୟର ସମସ୍ୟା ବହୁତ ରହୁଛି, ଡେଲି ଡେଲି ହେଉଛି କୋଷ୍ଠକାଠିନ୍ୟ, ଆପଣଙ୍କର ପେଟ ଆଦୌ ବି ସଫା ହେଇପାରୁନି, ତ ଯେକୌଣସି ଡାଲି ଆପଣ ଖାଉଛନ୍ତି ଠିକ୍ ଅଛି, ତାକୁ କିଛି ଦିନ ପାଇଁ ବନ୍ଦ କରିକି ଆପଣ ମୁଗ ଡାଲି ଖାଆନ୍ତୁ। ଆଉ ଯଦି କିଛି ଦିନ ପାଇଁ ସେଇ ସବୁ ଡାଲିକୁ ବନ୍ଦ ନ କରିପାରୁଛନ୍ତି ତ କମ୍ ସେ କମ୍ ସପ୍ତାହକୁ ଆପଣ 3 ଥର ମୁଗ ଡାଲି ଖାଆନ୍ତୁ। ସପ୍ତାହକୁ ଯଦି 3 ଥର ବି ଆପଣ ମୁଗ ଡାଲି ଖାଉଛନ୍ତି ତେବେ ଏଥିରେ ବି ଆପଣଙ୍କର କୋଷ୍ଠକାଠିନ୍ୟର ସମସ୍ୟା ପୁରାପୁରି କମିଯିବ। ଆଉ ଯେତେବେଳେ ମୁଗ ଡାଲିକୁ ଆପଣ ଖାଆନ୍ତି ଏଥିରେ ଆପଣଙ୍କର ଗ୍ୟାସ୍ ଆସିଡିଟିର ସମସ୍ୟା ବି କମି ଯାଇଥାଏ। ଅନେକ ଲୋକ ଏମିତି କହିବାର ବି ମୁଁ ଶୁଣିଛି ଯେ ସେମାନେ କହନ୍ତି ଆମେ ଯଦି ମୁଗ ଡାଲିକୁ ଖାଇ ଦଉଛୁ ତ ଆମକୁ ବାରମ୍ବାର ଟଏଲେଟ୍ ଯିବାକୁ ପଡୁଛି, ଟଏଲେଟ୍ ଲାଗୁଛି, ଯୋଉଥିରେ କି ଆମେ ବାରମ୍ବାର ମୁଗ ଡାଲି ଖାଇବା ଦ୍ୱାରା ଟଏଲେଟ୍ ଯାଉଛୁ ଆଉ ଆମେ ମୁଗ ଡାଲି ଏଇଥିପାଇଁ ଖାଇବାକୁ ଇଚ୍ଛା କରୁନୁ। ଦେଖନ୍ତୁ, ଟଏଲେଟ୍ ଆପଣଙ୍କୁ ବାରମ୍ବାର ଏଇଥିପାଇଁ ଲାଗେ ମୁଗ ଡାଲି ଖାଇବା ଦ୍ୱାରା ଯେ ଆପଣ ଯଦି ମୁଗ ଡାଲିକୁ ଖାଉଛନ୍ତି ସେଇ ସବୁରେ ଯେଉଁ ଫାଇବର ରହିଛି ସେ ସବୁ ଆପଣଙ୍କର ପେଟକୁ ସଫା କରେ, ଆପଣଙ୍କର ଷ୍ଟୁଲକୁ ବାହାର କରେ। ଯେଉଁ ଷ୍ଟୁଲ ଆପଣଙ୍କ ପେଟ ଭିତରେ କି ପଡ଼ିକି ରହିଛି, ବାହାରି ପାରୁନାହିଁ, କୋଷ୍ଠକାଠିନ୍ୟର ସମସ୍ୟା ଯାହା ପାଇଁ ଅତ୍ୟଧିକ ମାତ୍ରାରେ ଆପଣଙ୍କର ବଢ଼ି ଯାଉଛି, ତ ସେ ଷ୍ଟୁଲକୁ ବାହାର କରିବାରେ ଆପଣଙ୍କୁ ସାହାଯ୍ୟ କରିବ। ଏଥିରେ ଅନ୍ୟାନ୍ୟ ବେନିଫିଟ୍ ବି ଆପଣଙ୍କୁ ମିଳିପାରିବ। ତ କେବଳ ଯେ ପେଟ ସଫା ହେବ ଏମିତି ନୁହଁ, ଫାର୍ଷ୍ଟ ତ ଆପଣଙ୍କୁ କହିଲି ପେଟ ସଫା ହେବା କଥା, ପ୍ଲସ୍ ଆଉ ଗୋଟେ କାମ ହବ ଏଥିରେ କ'ଣ ଆପଣଙ୍କର ଯେ ମୁଗ ଡାଲିରେ ବହୁତ ଅଧିକ ଆପଣଙ୍କୁ ପ୍ରୋଟିନ୍ ବି ମିଳିଥାଏ। ଆଉ ଆପଣ ଯଦି ରେଗୁଲାର ମୁଗ ଡାଲି ଖାଆନ୍ତି ଏଥିରେ ଥିବା ପ୍ରୋଟିନ୍ ଆପଣଙ୍କର ଷ୍ଟୁଲକୁ କେବେ ହାର୍ଡ ହିଁ ହବାକୁ ଦିଏନି। ଦେଖନ୍ତୁ, ଯଦି ଆପଣଙ୍କର ଲଙ୍ଗ ଟାଇମ୍ ନେଇକି କୋଷ୍ଠକାଠିନ୍ୟର ସମସ୍ୟା ରହିଛି କିମ୍ବା ଷ୍ଟୁଲ ଆପଣଙ୍କର ସବୁବେଳେ ହାର୍ଡ ହେଇଯାଉଛି ଆଉ ଏଇଥିରେ ଆଗକୁ ଯାଇକି ଆପଣଙ୍କର ଅର୍ସର ସମସ୍ୟା ବି ବାହାରି ପଡ଼େ, ତ ସେଥିପାଇଁ ଯଦି ଆପଣଙ୍କର ଅର୍ସ ବି ବାହାରି ପଡ଼ିଛି ତେବେ ବି ଆପଣ ମୁଗ ଡାଲି ଖାଆନ୍ତୁ, ଆପଣଙ୍କୁ ପ୍ରଫିଟ୍ ଏଥିରେ ବହୁତ ଅଧିକ ମିଳିବ। କାରଣ ଏଥିରେ ଆପଣଙ୍କର ଷ୍ଟୁଲ ସ୍ମୁଥ ଆଉ ଅର୍ସର ସମସ୍ୟା, ଯଦି ଷ୍ଟୁଲ ଆପଣଙ୍କର ହାର୍ଡ ରହିବ ତେବେ ବଢ଼ି ଚାଲେ, ଆଉ ଯଦି ଷ୍ଟୁଲ ଆପଣଙ୍କର ସ୍ମୁଥ ହେଇଯାଉଛି, ଇଜିଲି ବାହାରି ଯାଉଛି, ତ ଏଥିରେ ଆପଣଙ୍କର ଅର୍ସର ସମସ୍ୟା କୌଣସି ପ୍ରକାର ହୋମ୍ ରେମେଡି ନ କରିକି ବି ଭଲ ହେଇଯାଇଥାଏ। ତ ସେଥିପାଇଁ ଆପଣ ମୁଗ ଡାଲିକୁ ପେଟ ସଫା କରିବା ପାଇଁ ବି ଖାଇପାରିବେ ଆଉ ଆପଣଙ୍କର ଅର୍ସର ସମସ୍ୟାକୁ କମେଇବା ପାଇଁ ମଧ୍ୟ ଖାଇପାରିବେ। ଆଉ ଗୋଟେ ଭଲ ବେନିଫିଟ୍ ଆପଣଙ୍କୁ କ'ଣ ଏଥିରେ ମିଳିବ ଯେ ଆପଣଙ୍କର ଜଏଣ୍ଟ ପେନ୍ର ସମସ୍ୟା ଦୂର ହୁଏ। ଯେମିତି ଆପଣଙ୍କୁ କହିଲି ମୁଗ ଡାଲିରେ ବହୁତ ଅଧିକ କ୍ୟାଲସିୟମ ମିଳିପାରିବ, ଆପଣଙ୍କୁ ଏଥିରେ ମ୍ୟାଗ୍ନେସିୟମ ବି ମିଳୁଛି। ତ କ୍ୟାଲସିୟମ ଏଥିରେ ଭରପୁର ମାତ୍ରାରେ ରହିଛି, ପ୍ଲସ୍ ପ୍ରୋଟିନ୍ ବି ରହିଛି, ଯେଉଁଗୁଡ଼ାକ ଆପଣଙ୍କର ହାଡ଼କୁ ମଜବୁତ କରେ, ଆପଣଙ୍କର ମାଂସପେଶୀକୁ ମଜବୁତ କରେ। ଆଉ ଯେଉଁମାନଙ୍କର ଜଏଣ୍ଟ ପେନ୍ର ସମସ୍ୟା ରହୁଛି ସେମାନେ ମୁଗ ଡାଲିକୁ ତ ନିହାତି ଖାଇବା ଦରକାର। ଆଉ ଗୋଟିଏ କଥା ହେଲା ଯେ ମୁଗ ଡାଲି ଅତି ସହଜରେ ହଜମ ବି ହେଇଯାଏ। ଆପଣମାନେ ଛୋଟ ପିଲାମାନଙ୍କୁ ବି ଆରାମସେ ଦେଇପାରିବେ ମୁଗ ଡାଲି, କାରଣ ମୁଗ ଡାଲି ଅତି ସହଜରେ ହଜମ ବି ହେଇଯିବ। ଆଉ ଯେହେତୁ ହଜମ ହେଇଯାଏ, ପେଟ ଭିତରେ ପଡ଼ିକି ରହେ ନାହିଁ, ତ ସେଥିପାଇଁ ଆପଣଙ୍କର ପେଟର ଅନ୍ୟାନ୍ୟ ସମସ୍ୟା ବି କିଛି ହବନି, ଗ୍ୟାସ୍ ଆସିଡିଟି ସେସବୁ କିଛି ହବନି। ପ୍ଲସ୍ ଯେମିତି ଆପଣଙ୍କୁ କହିଲି ଯେ ଜଏଣ୍ଟ ପେନ୍ ପାଇଁ ବି ଏଇଟା ବହୁତ ହି ବଢ଼ିଆ କାମ କରେ, କାରଣ କ୍ୟାଲସିୟମ ରହିଲା, ଭରପୁର ମାତ୍ରାରେ ପ୍ରୋଟିନ୍ ରହୁଛି, ଯେଉଁଗୁଡ଼ାକ ଆପଣଙ୍କ ଶରୀରକୁ ଶକ୍ତି ଯୋଗାଏ। ଶକ୍ତି ଯୋଗାଇବାର କାମ ପ୍ରୋଟିନ୍ର, ଆପଣଙ୍କୁ ଶକ୍ତି ଯୋଗାଇବ ପ୍ରୋଟିନ୍, ପ୍ଲସ୍ ଏଥିରେ ବହୁତ ଅଧିକ କ୍ୟାଲସିୟମର ମାତ୍ରା ବି ରହିଛି, ପୋଟାସିୟମ ଏଥିରେ ବହୁତ ଅଧିକ ରହିଛି। ତ ଯଦି ଆପଣଙ୍କର ହାଡ଼ ମଜବୁତ ହେଉଛି, ଯଦି ଆପଣଙ୍କର ମାଂସପେଶୀ ମଜବୁତ ହେଉଛି, ତ ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବାର କାମ କଲା ନା ଏଠି ମୁଗ ଡାଲି। ମୁଗ ଡାଲିରେ ଯେହେତୁ ବହୁତ ଅଧିକ ଫାଇବର ରହିଛି, ତ এই ପ୍ରକାର ଫାଇବର ଆପଣଙ୍କ ଶରୀରରେ ସୁଗର ଲେଭେଲକୁ ମଧ୍ୟ କଣ୍ଟ୍ରୋଲକୁ ଆଣେ ଆଉ ବ୍ୟାଡ୍ କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରେ। ଦେଖନ୍ତୁ, ଯେଉଁମାନଙ୍କର ଡାଇବେଟିସ୍ର ସମସ୍ୟା ରହୁଛି କିମ୍ବା ଯେଉଁମାନଙ୍କର ବ୍ୟାଡ୍ କୋଲେଷ୍ଟ୍ରଲର ସମସ୍ୟା ରହୁଛି, ତ ସେମାନେ ଯଦି ଫାଇବର ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତି, ସେଇଟା ଡାଲି ଆକାରରେ ହେଇପାରେ କିମ୍ବା ପନିପରିବା ଆକାରରେ ହେଇପାରେ, ସେ ସବୁଥିରେ
ଆପଣଙ୍କର ବ୍ୟାଡ୍ କୋଲେଷ୍ଟ୍ରୋଲ କମେ, ଆପଣଙ୍କର ସୁଗର ଲେବଲ ମଧ୍ୟ କଣ୍ଟ୍ରୋଲରେ ରହେ। ଆପଣମାନେ ଯେତେ ବି ମେଡିସିନ ଖାଆନ୍ତୁ, ଯଦି ଖାଦ୍ୟଟା ଆପଣଙ୍କର ଠିକ୍ ନାହିଁ ତେବେ ଏଥିରେ କୌଣସି ପ୍ରକାର ବେନିଫିଟ୍ ମେଡିସିନର ଆପଣଙ୍କୁ ମିଳେନି। ଆଉ ଯଦି ମେଡିସିନ ନ ଖାଇକି ବି ଆପଣ କେବଳ ଖାଦ୍ୟକୁ ଠିକ୍ ରଖୁଛନ୍ତି ତେବେ ବି ଆପଣଙ୍କ ଶରୀର ଏଥିରେ ଠିକ୍ ରୁହେ। ତ ସେଥିପାଇଁ ମୁଗ ଡାଲି ଖାଆନ୍ତୁ, ସୁଗର ଲେବଲ ଆପଣଙ୍କର କଣ୍ଟ୍ରୋଲରେ ରହିଲା, ବ୍ୟାଡ୍ କୋଲେଷ୍ଟ୍ରୋଲ ଆପଣଙ୍କର କଣ୍ଟ୍ରୋଲକୁ ଆସିଲା, ପ୍ଲସ୍ ରକ୍ତର ଅଭାବ ଆପଣଙ୍କର ଦୂର ହେଇପାରିବ। ଯେମିତି ଆପଣଙ୍କୁ କହିଲି ମୁଗ ଡାଲିରେ ଭରପୁର ମାତ୍ରାରେ ଆପଣଙ୍କୁ ଆଇରନ୍ ମିଳେ, ତ ସେଥିପାଇଁ ଆଇରନ୍ ଆପଣଙ୍କର ରକ୍ତର ଅଭାବକୁ ଦୂର କରିବାରେ ବି ସାହାଯ୍ୟ କରିଥାଏ। ଯେଉଁମାନଙ୍କର ରକ୍ତର ଅଭାବ ସବୁବେଳେ ରହୁଛି ତ ସେମାନେ ଅନ୍ୟାନ୍ୟ ଡାଲିକୁ କମେଇ ଦେଇକି ମୁଗ ଡାଲିକୁ ଅଧିକା ଖାଆନ୍ତୁ, ଯେଉଁଥିରେ ରକ୍ତର ଅଭାବ ଧୀରେ ଧୀରେ କରିକି ଆପଣଙ୍କର ଦୂର ହେବ। ଏମିତି ନାହିଁ ଯେ ଥରେ ଦୁଇଥର ଖାଇଦେଲେ, କମସେ କମ ସପ୍ତାହକୁ 3 ଥର ଖାଇକି ଦେଖନ୍ତୁ। 3 ଥର ବି ଯଦି ଖାଇବେ ଏଇଟା ପୁରା ସପ୍ତାହ ସାରା ଆପଣଙ୍କୁ କାମ ଦେଇପାରିବ। ଇଏ ତ ଜାଣିଲେ ଆପଣ ଯେ କଣ କଣ ଆପଣଙ୍କୁ ଏଥିର ବେନିଫିଟ୍ ମିଳିପାରିବ। ସବୁଠାରୁ ବଡ଼ ବେନିଫିଟ୍ ହେଉଛି ମୁଗ ଡାଲିର କଣ, ଆପଣଙ୍କର ପେଟ ସଫା କରିବାର କାମ, ଯୋଉଟାକି ପ୍ରାୟତଃ ଏ ସମୟରେ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଉଛି ଯେ ପେଟ ଆଦୌ ବି ସଫା ହେଉନି କିମ୍ବା ପେଟରେ ବହୁତ ଅଧିକ ଗ୍ୟାସ୍ ହେଉଛି, ଏଭଳି ସମସ୍ୟା, ଆଉ ଯାହାଦ୍ୱାରା ଆଗକୁ ଯାଇକି ଅର୍ସର ସମସ୍ୟା ବାହାରି ପଡୁଛି। ତ ସେଥିପାଇଁ ଆପଣ କେମିତି ଉପାୟରେ ଆପଣଙ୍କର କୋଷ୍ଠକାଠିନ୍ୟକୁ ଦୂର କରିପାରିବେ ସେଇଟା ଫାର୍ଷ୍ଟ ଆପଣଙ୍କୁ ଦେଖିବାକୁ ପଡ଼ିବ। ଆଉ ଯଦି କୌଣସି ପ୍ରକାର ମେଡିସିନ ନ ଖାଇକି କିଛି ବି ଅଧିକା ଖର୍ଚ୍ଚ ନ କରିକି ଯେଉଁଗୁଡ଼ାକ ଆପଣଙ୍କ ଘରେ ଆପଣ ରୋଷେଇ କରିକି ଖାଉଛନ୍ତି, ଯଦି ସେଥିରୁ ଆପଣଙ୍କୁ ଏତେ ଅଧିକ ବେନିଫିଟ୍ ମିଳୁଛି ତେବେ କ'ଣ ଦରକାର ବାହାରୁ କୌଣସି ଲେକ୍ସେଟିଭ୍ କିଣିବା। ତ ସେଥିପାଇଁ ଆପଣ ଏଇ ମୁଗ ଡାଲିକୁ ଖାଆନ୍ତୁ। ଆଉ କେମିତି ଖାଇବେ ଏବେ ଆପଣ ଜାଣିବେ। ଦେଖନ୍ତୁ, ମୁଗ ଡାଲିକୁ ତ ଆପଣ ଯେକୌଣସି ଉପାୟରେ ଖାଇପାରିବେ, କିନ୍ତୁ ଯଦି ପେଟ ସଫା କରିବା ପାଇଁ ଆପଣ ମୁଗ ଡାଲିକୁ ଖାଉଛନ୍ତି ତ ଟିକେ ଆପଣଙ୍କୁ ଏଠି ଅଧିକା ଗୋଟିଏ ସାମଗ୍ରୀକୁ ଆଡ୍ କରିବାକୁ ପଡ଼ିବ। ରାତିରେ ଆପଣ ରୁଟି ଖାଆନ୍ତୁ କିମ୍ବା ଭାତ ଖାଆନ୍ତୁ। ଯଦି ଭାତ ଖାଉଛନ୍ତି ତେବେ ବି ଏଇଟା କାମ ଦେଇପାରିବ, ଯଦି ରୁଟି ଖାଉଛନ୍ତି ତେବେ ବି ଏଇଟା କାମ ଦେଇପାରିବ। ଭାତ ଆଉ ରୁଟିକୁ କମ୍ ଖାଇବେ, ଆଉ ମୁଗ ଡାଲିକୁ ଟିକେ ଆପଣ ଅଧିକା ନେବେ। ମୁଗ ଡାଲି ହେଉ ଡାଲମା ହେଉ ପରିବା ପକେଇଲେ ଆହୁରି ବେଷ୍ଟ, ସେଥିରେ ଆପଣଙ୍କୁ ଫାଇବର ମିଳିଲା, ଅନେକ ପ୍ରକାର ଭିଟାମିନ୍ସ ପରିବାର ମିଳିଯାଉଛି, ତ ଡାଲମା ହିଁ ବେଷ୍ଟ ହେବ ଆପଣଙ୍କ ପାଇଁ। ମୁଗ ଡାଲମାରେ ଆପଣ ଟିକେ ଘିଅ ମିକ୍ସ କରିକି ଖାଆନ୍ତୁ। ଏଥିରେ ଆପଣଙ୍କୁ କ'ଣ ଫାଇଦା ମିଳିବ ଦେଖନ୍ତୁ। ଯେହେତୁ ଆପଣ ପେଟ ସଫା କରିବା ପାଇଁ ମୁଗ ଡାଲମାକୁ ଖାଇବେ, ତ ସେଥିରେ ଯଦି ଘିଅ ମିକ୍ସ କରନ୍ତି ଏଥିରେ ଆପଣଙ୍କୁ ଡବଲ ବେନିଫିଟ୍ ମିଳେ। ଏଥିରେ ଆପଣଙ୍କୁ ଫାଇବର ମିଳିଲା, ଯୋଉଟାକି ମୁଗ ଡାଲିରେ ଆପଣଙ୍କୁ ଥିବା ଫାଇବର ମିଳିଯାଉଛି, ଏଇଟା ଆପଣଙ୍କର ଷ୍ଟୁଲକୁ ସ୍ମୁଥ କରେ। ପ୍ରୋଟିନ୍ ଥିବାରୁ ଷ୍ଟୁଲ ସ୍ମୁଥ ହେଲା ଆପଣଙ୍କର, ଆଉ ଷ୍ଟୁଲ ଆରାମରେ ବାହାରିଯିବ। ଆଉ ଘିଅ ଯେତେବେଳେ ଏଥିରେ ଆପଣ ମିକ୍ସ କରନ୍ତି ତ ତାର କାମଟା ବଢ଼ିଯାଏ, ତାର ଗୁଣଟା ବଢ଼ିଯାଏ। ଆଉ ଘିଅ ଯେତେବେଳେ ଆପଣ ମିକ୍ସ କରିବେ ଆପଣଙ୍କ ଇଣ୍ଟେଷ୍ଟାଇନକୁ ଯିବା ପରେ ଆପଣଙ୍କର ଇଣ୍ଟେଷ୍ଟାଇନର କାମ କରିବାର ସ୍ପିଡକୁ ବଢ଼ାଏ ଘିଅ। ଏଥିରେ ଆପଣ ଦେଖିବେ ଯେ ରାତିରେ ଯଦି ଏହାକୁ ଆପଣ ଖାଉଛନ୍ତି, ସକାଳେ କେମିତି କେତେ ଭଲ ଭାବରେ ଆପଣଙ୍କର ପେଟଟି ସଫା ହେଇଯାଉଛି। କେବଳ 2 ମିନିଟ୍ ଟାଇମ୍ ଆପଣଙ୍କୁ ଲାଗିବ, ଆଉ ଆପଣଙ୍କର ପେଟ ବହୁତ ବଢ଼ିଆ ଭାବରେ ସଫା ହେଇଯିବ। ଆଉ ଯଦି ଆପଣ ଭାବୁଛନ୍ତି ଯେ ଘିଅ କାହିଁକି ଖାଇବା ରାତିରେ, ଫ୍ୟାଟ୍ ବଢ଼ିଯିବ, କିଛି ବି ହେବନି। ଘିଅ ଆପଣ ଅଧିକ ମିକ୍ସ କରିବେନି, ଅଳ୍ପ ପରିମାଣରେ ହିଁ ମିକ୍ସ କରିବେ। କେବଳ 1/4 ଚାମଚ ବି ଯଦି ଘିଅ ଆପଣ ମିକ୍ସ କରୁଛନ୍ତି ସେଥିରେ ବି ଆପଣଙ୍କୁ ଫାଇଦା ମିଳେ। ତ ଇଏ କେତୋଟି ଫାଇଦା ଆପଣ ଜାଣିଲେ ମୁଗ ଡାଲିର, ପ୍ଲସ୍ କେମିତି ଉପାୟରେ ଆପଣ ଜାଣିଲେ। ଆପଣ ଭାବୁଥିବେ ଯେ ମୁଗ ଡାଲିକୁ ତ ଆମେ ଯେକୌଣସି ସମୟରେ ଖାଇପାରିବୁ, ସକାଳେ ଖାଇପାରିବୁ କିମ୍ବା ଲଞ୍ଚ ଟାଇମରେ ଖାଇପାରିବେ, କିନ୍ତୁ ରାତିରେ ଯେତେବେଳେ ଆପଣ ମୁଗ ଡାଲି ସହିତ ଘିଅକୁ ମିକ୍ସ କରିକି ଖାଆନ୍ତି ତା ଫାଇଦାଟା ଆପଣଙ୍କୁ ରାତିରେ ମିଳିଯିବ। କାରଣ ରାତିରେ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ସେ ସବୁ ଖାଦ୍ୟକୁ ହଜମ କରିସାରିବା ପରେ ରେଷ୍ଟ କରିବ, ଆଉ ସେ ଯେଉଁ ରେଷ୍ଟର ଟାଇମ୍ ରହିଛି ସେଇ ସମୟରେ ହିଁ ଘିଅ ଆଉ ମୁଗ ଡାଲି ଆପଣଙ୍କର ଇଣ୍ଟେଷ୍ଟାଇନ ଭିତରକୁ ଯିବା ପରେ ତା କାମକୁ କରିବେ, ଆଉ ପେଟକୁ ଭଲ ଭାବରେ ସଫା କରିବେ। ତ ସେଥିପାଇଁ ରାତିରେ ଖାଇବା ନିହାତି ଦରକାର। ଫ୍ରେଣ୍ଡସ୍, ଆଜିର ଭିଡ଼ିଓରେ ଆପଣ ମୁଗ ଡାଲିର ଫାଇଦା ବିଷୟରେ ଜାଣିଲେ, କେମିତି ଖାଇବେ ସେ ବିଷୟରେ ବି ଜାଣିଲେ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର ବି କରିବା ଆଦୌ ବି ଭୁଲିବେନି। ଆଜି ପାଇଁ ଏତିକି।